ଆଜି ଆମେ ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପୋଷଣ ଏହି ବିଷୟର ଅଭ୍ୟାସରେ ଥିବା ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଆସ ଦେଖିନେବା ପ୍ରଥମ ପ୍ରଶ୍ନ। ପ୍ରଥମ ପ୍ରଶ୍ନରେ ଦେଲା ଆଲୋକ ଶ୍ଳେଷଣ କ'ଣ? ସବୁଜ ଉଦ୍ଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନା କର। ଉତ୍ତର କ'ଣ ଲେଖିବ? ଆଲୋକ ଶ୍ଳେଷଣ। ଆଲୋକ ଶ୍ଳେଷଣ ଏକ ଜୈବ ରାସାୟନିକ ପ୍ରକ୍ରିୟା ଯାହାଦ୍ୱାରା ପତ୍ର ହରିତ ଥିବା ସମସ୍ତ ଉଦ୍ଭିଦ ଓ ନୀଳ ହରିତ ଶୈବାଳ ଆଦି ସମସ୍ତ ଜୀବ ସୂର୍ଯ୍ୟଙ୍କ ଆଲୋକ ଶକ୍ତିକୁ ଉପଯୋଗ କରି କ୍ଲୋରୋଫିଲ୍ର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ତ ଦେଖ, ଏଇଟା ହେଲା ଅଙ୍ଗାରକାମ୍ଳ ଆଉ ଜଳକୁ ସଂଯୋଗ ଘଟାଇ ଆଲୋକ ଶକ୍ତିର ଉପସ୍ଥିତିରେ କ୍ଲୋରୋଫିଲ୍ରେ କ'ଣ କରନ୍ତି? ଶର୍କରା ଜାତୀୟ ଖାଦ୍ୟ ଅର୍ଥ ଗ୍ଲୁକୋଜ୍ C6H12O6 ସୃଷ୍ଟି କରିଥାନ୍ତି। ତା ସହିତ ଜଳୀୟ ଅଂଶ କ'ଣ ବାହାରକୁ ଯାଏ? H2O ଜଳକଣା ବାହାରକୁ ଯାଇଥାଏ ଏବଂ O2 ହେଲା ଅମ୍ଳଜାନ ମଧ୍ୟ ବାହାରକୁ ଯାଇଥାଏ। ତାପରେ ଦେଖ ଦେଲା ସବୁଜ ଉଦ୍ଭିଦରେ ଆଲୋକ ଶ୍ଳେଷଣ ପ୍ରକ୍ରିୟା। ଆଲୋକ ଶ୍ଳେଷଣ ମୁଖ୍ୟତଃ ଦୁଇଟି ପ୍ରକ୍ରିୟାରେ ସମ୍ପାଦିତ ହୋଇଥାଏ, ଯଥା ଆଲୋକ ପ୍ରକ୍ରିୟା ବା ଆଲୋକ ରାସାୟନିକ ପ୍ରକ୍ରିୟା, ଅନ୍ଧକାର ପ୍ରକ୍ରିୟା ବା ଜୈବ ରାସାୟନିକ ପ୍ରକ୍ରିୟା। ଏହି ଦୁଇଟି ପ୍ରକ୍ରିୟା ପତ୍ରରେ ଥିବା ହରିତ ଲବକରେ ହୋଇଥାଏ। ଆଲୋକ ଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲିରେ ଆଉ ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୁଏ। ଆଲୋକ ପ୍ରକ୍ରିୟା ଯେଉଁଟାକି ଲାଇଟ୍ ରିଆକ୍ସନ୍। ଆଲୋକ ପ୍ରକ୍ରିୟା ଏକ ଆଲୋକ ରାସାୟନିକ ପର୍ଯ୍ୟାୟ ଯାହାକୁ ଫଟୋ କେମିକାଲ ଫେଜ୍ ଅଟେ। ଏହି ପ୍ରକ୍ରିୟା ହରିତ ଲବକରେ ଥିବା ଗ୍ରାନାରେ ସମ୍ପାଦିତ ହୁଏ। ଏହି ପ୍ରକ୍ରିୟା ନିମ୍ନସ୍ଥ 4ଟି ସୋପାନ ଦେଇ ସମ୍ପୂର୍ଣ୍ଣ ହୁଏ। ପ୍ରଥମ ସୋପାନ କ୍ଲୋରୋଫିଲ୍ର ଉତ୍ତେଜିତକରଣ ଅର୍ଥ ଏକ୍ସାଇଟିଂ ଅଫ୍ କ୍ଲୋରୋଫିଲ୍। ଏକ୍ସାଇଟେସନ୍। କ୍ଲୋରୋଫିଲ୍ ସୂର୍ଯ୍ୟର ଆଲୋକ ଶକ୍ତି ଶୋଷଣ କରି ଉତ୍ତେଜିତ ହୁଏ, ରାସାୟନିକ ଶକ୍ତିକୁ ରୂପାନ୍ତରିତ ହୁଏ। ଦ୍ୱିତୀୟ ସୋପାନ ADPରୁ ATP ଗଠନ ହୁଏ। ଫର୍ମେସନ୍ ଅଫ୍ ATP ଫ୍ରମ୍ ADP। ଆଡେନୋସିନ୍ ଡାଇଫସ୍ଫେଟ୍ ଓ ଅଜୈବ ଫସ୍ଫେଟ୍ରୁ ଆଡେନୋସିନ୍ ଟ୍ରାଇଫସ୍ଫେଟ୍ ସଂଶ୍ଲେଷିତ ହୁଏ। ଅନ୍ଧକାର ପ୍ରକ୍ରିୟା ATP ବ୍ୟବହୃତ ହୁଏ। ADP ପ୍ଲସ୍ PI ପ୍ଲସ୍ ଶକ୍ତି ହେଲା ATP। ତୃତୀୟ ସୋପାନ ଜଳ ଅଣୁର ବିଭାଜନ ସ୍ପ୍ଲିଟିଂ ଅଫ୍ ୱାଟର ମଲିକ୍ୟୁଲ୍। ଆଲୋକ ଶକ୍ତି ଦ୍ୱାରା ଜଳ ଅଣୁ ବିଭାଜିତ ହୋଇ ଅମ୍ଳଜାନ ଗ୍ୟାସ୍ O2 ଓ ଉଚ୍ଚ କ୍ରିୟାଶୀଳ ଉଦ୍ଜାନ ଆୟନ H+ ଉତ୍ପନ୍ନ ହୁଏ। ଏହାକୁ ଜଳର ଆଲୋକ ବିଶ୍ଳେଷଣ ଫୋଟୋଲିସିସ୍ ଅଫ୍ ୱାଟର କୁହାଯାଏ। ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ ହୁଏ, ଏହାକୁ ଜଳର ଆଲୋକ ବିଶ୍ଳେଷଣ ଫୋଟୋଲିସିସ୍ ଅଫ୍ ୱାଟର କୁହାଯାଏ। ଅମ୍ଳଜାନ ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ ଓ ଉଦ୍ଜାନ ଆୟନ ଅନ୍ଧକାର ପ୍ରକ୍ରିୟାରେ ଗ୍ଲୁକୋଜକୁ ବିଜାରିତ ହୁଏ। ଚତୁର୍ଥ ସୋପାନ NADPର NADPHକୁ ବିଜାରଣ ରିଡକ୍ସନ୍ ଅଫ୍ NADP ଟୁ NADPH। ଜଳ ଅଣୁର ବିଭାଜନରେ ଉଦ୍ଜାନ ଆୟନ H+ ମୁକ୍ତ ହୋଇ NADP ଅଣୁକୁ NADPHରେ ବିଜାରିତ କରିଥାଏ। ଅନ୍ଧକାର ପ୍ରକ୍ରିୟା। ଅନ୍ଧକାର ପ୍ରକ୍ରିୟାକୁ ଏନଜାଇମ୍ ପ୍ରକ୍ରିୟା ମଧ୍ୟ କୁହାଯାଏ। ମେଲଭିନ୍ କେଲଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଲଭିନ୍ ଚକ୍ର ମଧ୍ୟ କୁହାଯାଏ। ଆଲୋକ ପ୍ରକ୍ରିୟାରେ ଗଠିତ ଆଲୋକ ଶ୍ଳେଷଣ ଶକ୍ତି ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ CO2 ଗ୍ଲୁକୋଜକୁ ଶର୍କରାରେ ପରିଣତ କରେ। ଏଥିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାର କିଛି ସମୟ ପରେ ଆରମ୍ଭ ହୋଇଥାଏ। ତାପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ। ଏହି ପ୍ରକ୍ରିୟାରେ ଅନେକ ଗୁଡ଼ିଏ ଏନଜାଇମ୍ ଅଂଶଗ୍ରହଣ କରିଥାନ୍ତି। ବିପାଚକ ବା ସନ୍ତରକ ଏନଜାଇମ୍ ଏକ ଜୈବ ତରକ ଅଟେ। ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ। ସେମାନଙ୍କ ମଧ୍ୟରେ ରୁବିସ୍କୋ ନାମକ ଏନଜାଇମ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ CO2 ଜୈବ ପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ। ପରବର୍ତ୍ତୀ ସମୟରେ ଗ୍ଲୁକୋଜ୍ ପତ୍ରର ସ୍ପଞ୍ଜି ବା ପେରେନକାଇମାରେ ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ ହୋଇ ରହେ। ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ ଦ୍ୱାରା ଉଦ୍ଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ। ତାପରେ ଦେଖ 2ରେ ଦେଲା ଖାଦ୍ୟର ପ୍ରକାରଭେଦର ଉଦାହରଣ ସହ ଲେଖ। ଖାଦ୍ୟର ପ୍ରକାରଭେଦ ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଖାଦ୍ୟକୁ ମୁଖ୍ୟତଃ 6 ଭାଗରେ ବିଭକ୍ତ କରାଯାଇଛି, ଯଥା ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ। ଶ୍ୱେତସାର ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର ହେଉଛି ଶର୍କରା ବା ମଣ୍ଡଦ। ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ। ଚିନି, ଗୁଡ଼ ଆଦିରେ ସୁକ୍ରୋଜ୍ ରହିଥାଏ। ଫଳରସ, ପନିପରିବାରେ ଗ୍ଲୁକୋଜ୍ ଜାତୀୟ ଶ୍ୱେତସାର ରହିଥାଏ। ଶ୍ୱେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ। ଗ୍ଲୁକୋଜ୍ C6H12O6 ଉଦ୍ଜାନ ଅମ୍ଳଜାନକୁ ନେଇ ଗଠିତ।
କୋଷୀୟ ଶୋଷଣ ବେଳେ ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଜଳ ସୃଷ୍ଟି ହେବା ସହ ଶକ୍ତି ନିର୍ଗତ ହୋଇଥାଏ। 1 ଗ୍ରାମ ଶ୍ୱେତସାରରୁ ପ୍ରାୟ 16 କିଲୋ ଜୁଲ୍ ଶକ୍ତି ନିର୍ଗତ ହୋଇଥାଏ। ପୁଷ୍ଟିସାର ମୁଖ୍ୟତଃ ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା, କ୍ଷୀର ପରି ପ୍ରାଣୀଜ ଦ୍ରବ୍ୟ, ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ ଆମେ ଉଦ୍ଭିଦଜାତ ପୁଷ୍ଟିସାର ପାଇଥାଉ। ଶରୀର ବୃଦ୍ଧି, ନୂତନ କୋଷ, ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ। ଏମିନୋ ଅମ୍ଳ ଶୃଙ୍ଖଳ ଦ୍ୱାରା ପ୍ରୋଟିନ୍ ଗଚ୍ଛିତ ହୋଇଥିବାରୁ ପରିପାକ ହେଲେ ଏହା ଏମିନୋ ଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚିଥାଏ। ତାପରେ ଦେଖାଦେଲା ସ୍ନେହସାର। ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ, ତେଲ, ଘିଅରେ ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ। କୋଷ ଝିଲ୍ଲି ତିଆରିରେ ଲିପିଡ୍ର ପ୍ରମୁଖ ଭୂମିକା ରହିଛି। ଶରୀରରେ ସ୍ନେହସାର ଚର୍ବି ଭାବରେ ସଞ୍ଚିତ ହୋଇ ରହେ। ଆବଶ୍ୟକ ସ୍ଥଳେ କୋଷୀୟ ଶୋଷଣ ଦ୍ୱାରା ଏହାର ଜାରଣ ହୁଏ ଓ ଶରୀରକୁ ଶକ୍ତି ଯୋଗାଇଥାଏ। ଚର୍ମ ତଳେ ଚର୍ବିର ଏକ ଆସ୍ତରଣ ରହିଥାଏ। ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ। ଧାତୁସାର ଶରୀର ଗଠନ ପାଇଁ ବିଭିନ୍ନ ଧରଣର ଧାତୁସାର ଯଥା ଲୌହ, କ୍ୟାଲସିୟମ୍, ଆୟୋଡିନ୍, ଫସ୍ଫରସ୍, ସୋଡ଼ିୟମ୍, ପଟାସିୟମ୍ ଆଦି ଆବଶ୍ୟକ। ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ୍, ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ। ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ ଧାତୁସାରର ପ୍ରମୁଖ ଭୂମିକା ରହିଥାଏ। ଭିଟାମିନ୍ କୋଷର ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନ୍ଜାଇମ୍ ସାହାଯ୍ୟରେ ହୋଇଥାଏ। ଭିଟାମିନ୍ର ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପରେ ସମ୍ପନ୍ନ ହୋଇଥାଏ। ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା, ଫଳ ଆଦିରୁ ମିଳିଥାଏ। ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭିଦଜାତ ତେଲରୁ ମିଳିଥାଏ। ଜଳ କୋଷରେ ଥିବା କୋଷରସର ପ୍ରାୟ 70ରୁ 90% ଜଳ ଅଟେ। କୋଷର ସ୍ଥିତି ଏବଂ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ। ଝାଳ, ପରିସ୍ରା, ନିଶ୍ୱାସରେ ଶରୀରର ଜଳ କ୍ଷୟ ହୋଇଥାଏ। ତା'ର ଭରଣ ପାଇଁ ପ୍ରତିଦିନ ପ୍ରାୟ 3ରୁ 4 ଲିଟର ପାଣି ପିଇବା ଉଚିତ। ଶରୀରର ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଇ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଏ। 3. ପରଭୋଜୀ ପୋଷଣ କ'ଣ? ପରଭୋଜୀ ପୋଷଣର ପ୍ରକାରଭେଦ ଉଦାହରଣ ସହ ବୁଝ। ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନ ପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ ପରଭୋଜୀ କୁହାଯାଏ। ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀର ଉଦାହରଣ ଅଟନ୍ତି। ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ। ପରଭୋଜୀ ପୋଷଣ ମୁଖ୍ୟତଃ 4 ପ୍ରକାରର ଯଥା ପ୍ରାଣୀସମ ପୋଷଣ, ମୃତୋପଜୀବୀୟ ପୋଷଣ, ପରଜୀବୀୟ ପୋଷଣ, ସହଜୀବୀୟ ପୋଷଣ। ପ୍ରାଣୀସମ ପୋଷଣ ଯେଉଁ ପୋଷଣରେ ପ୍ରାଣୀ କିମ୍ବା ଉଦ୍ଭିଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କ ଦ୍ୱାରା ବ୍ୟବହୃତ ହୁଏ ତାହାକୁ ପ୍ରାଣୀସମ ପୋଷଣ କୁହାଯାଏ। ଉଦାହରଣ ମଣିଷ, କୁକୁର, ବିଲେଇ, ଅସରପା, ଏମିବା ଇତ୍ୟାଦି। ମୃତୋପଜୀବୀ ପୋଷଣ ଯେଉଁ ପୋଷଣ ଦ୍ୱାରା ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିଦାନ କରିଥାନ୍ତି ତାହାକୁ ମୃତୋପଜୀବୀ ପୋଷଣ କୁହାଯାଏ। ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ। ସାଧାରଣତଃ ଖାଦ୍ୟ ଗ୍ରହଣ କଲାବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିନିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥାନ୍ତି। ଛତୁ ଜାତୀୟ କବକ, ଇଷ୍ଟ, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କଠାରେ ଏହି ପୋଷଣ ଦେଖାଯାଏ। ପରଜୀବୀୟ ପୋଷଣ ଯେଉଁ ପୋଷଣରେ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟି ସାଧନ କରନ୍ତି ତାହାଙ୍କୁ ପରଜୀବୀ ପୋଷଣ କୁହାଯାଏ। ପରଜୀବୀମାନେ ଭୋଜଦାତା ଉଦ୍ଭିଦ ବା ପ୍ରାଣୀଙ୍କଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିଥାନ୍ତି। ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥାନ୍ତି। ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ଉଦ୍ଭିଦ, ପ୍ଲାଜମୋଡ଼ିୟମ୍, ଉଙ୍କୁଣି, ଜୋକ, କେତେକ କୃମି ପରି ପ୍ରାଣୀ ପରଜୀବୀ ଅଟନ୍ତି। କେତେକ ଭୋଜଦାତାର ଶରୀର ଭିତରେ ଅନ୍ତଃପରଜୀବୀ ଭାବେ ଉଦାହରଣ ପ୍ଲାଜମୋଡ଼ିୟମ୍ ଓ କେତେକ ଶରୀର ବାହାରେ ବାହ୍ୟ ପରଜୀବୀ ଭାବେ ଉଦାହରଣ ଉଙ୍କୁଣି ରହିଥାନ୍ତି। ତାପରେ ସହଜୀବୀୟ ପୋଷଣ ଯେଉଁ ପୋଷଣରେ 2ଟି ସମ୍ପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ ଅଥବା ଉଦ୍ଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ମଧ୍ୟରେ ପୋଷଣର ଆଦାନ ପ୍ରଦାନ ହୋଇଥାଏ ତାହାକୁ ସହଜୀବିତା ପୋଷଣ କୁହାଯାଏ। ଏଥିରେ କେହି କାହାର କ୍ଷତି କରନ୍ତି ନାହିଁ ବରଂ ସେମାନେ
ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ। ମନୁଷ୍ୟର ଅନ୍ତନଳୀରେ ସହଜୀବୀ ଭାବେ ବାସ କରୁଥିବା ଏସ୍ଚେରିଆ କୋଲାଇ ନାମକ ବ୍ୟାକ୍ଟେରିଆ ଶରୀରର ଭିଟାମିନ୍ B12 ସିଆନୋକୋବାଲମିନ୍ ପ୍ରସ୍ତୁତ କରି ମନୁଷ୍ୟକୁ ଯୋଗାଇଥାନ୍ତି। ତା ପରିବର୍ତ୍ତେ ମନୁଷ୍ୟର ଅନ୍ତନଳୀରେ ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିଥାଏ। ତାପରେ ଦେଖ ଡିରେ ଦେଲା ଯବକ୍ଷାରଜାନ ବିବନ୍ଧନର ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବିତାର ଅନ୍ୟ ଏକ ଉଦାହରଣ। 4 ନମ୍ବର ପ୍ରଶ୍ନ ହେଲା ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ। ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ତାହା ବୁଝାଅ। ତ ଉତ୍ତରରେ କ'ଣ ଲେଖିବ? ମଣିଷର ଖାଦ୍ୟନଳୀର ବିଭିନ୍ନ ଅଂଶଗୁଡ଼ିକ ହେଲା ପାଟି, ମୁଖ ଗହ୍ୱର, ଗ୍ରସନୀ, ନିଗଳ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହତ୍ତନ୍ତ୍ର, ମଳାଶୟ, ମଳଦ୍ୱାର। ପାଟିରେ ଖାଦ୍ୟର ପରିବର୍ତ୍ତନ। ପାଟି ବାଟେ ଖାଦ୍ୟ ଗ୍ରହଣ କଲା ପରେ ତାହା ପ୍ରଥମେ ଦାନ୍ତ ଦ୍ୱାରା ଚର୍ବିତ ବା ପେଷିତ ହୋଇ ମଣ୍ଡରେ ପରିଣତ ହୁଏ। ପାଟିରେ ଥିବା ଲାଳ ଗ୍ରନ୍ଥିରୁ ଲାଳ କ୍ଷରିତ ହୋଇ ଚର୍ବିତ ଖାଦ୍ୟ ସହିତ ମିଶେ। ଲାଳରେ ଜଳ, ଲବଣ, ମ୍ୟୁକସ୍ ଓ ସାଲିଭାରି ଆମାଇଲେସ୍ ଓ ଟାୟାଲିନ୍ ନାମକ ଏଞ୍ଜାଇମ୍ ଥାଏ। ଲାଳ ଚର୍ବିତ ଖାଦ୍ୟକୁ ପିଚ୍ଛିଳ ମଣ୍ଡ ପରି କରିଦିଏ। ଲାଳ ମୁଖ୍ୟ ଗହ୍ୱର ଓ ଦାନ୍ତକୁ ସଫା ରଖିବା ସଙ୍ଗେ ସଙ୍ଗେ ସେଥିରେ ଥିବା ଲାଇସୋଜୋମ୍ ନାମକ ଏଞ୍ଜାଇମ୍ ମୁଖ ଗହ୍ୱର ଓ ଖାଦ୍ୟରେ ଥିବା ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ। ଲାଳରେ ଥିବା ସାଲାଇଭାରି ଆମାଇଲେସ୍ ଜଟିଳ ଶ୍ୱେତସାର ଜାତୀୟ ମଣ୍ଡଦ ଷ୍ଟାର୍ଚ୍ଚକୁ ସରଳ ମାଲ୍ଟୋଜରେ ପରିଣତ କରେ। 5 ନମ୍ବର ପ୍ରଶ୍ନ ହେଲା ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ। ଉତ୍ତରରେ କ'ଣ ଲେଖିବ? ପାକସ୍ଥଳୀର ଗଠନ। ପାକସ୍ଥଳୀ ଇଂରାଜୀ ଅକ୍ଷର ଜେ ଆକୃତିର ଏକ ମାଂସଳ ଥଳି। ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ୍ ଓସାରିଆ। ଏହା ମଧ୍ୟଚ୍ଛଦା ଡାଇଫ୍ରାଗମ୍ ତଳେ ଉଦର ଗହ୍ୱର ଆବ୍ଡୋମେନ୍ର ବାମ ପାର୍ଶ୍ୱରେ ଅବସ୍ଥିତ। ଏହା 3 ଭାଗରେ ବିଭକ୍ତ ଯଥା କାର୍ଡ଼ିଆକ୍, ଫଣ୍ଡିକ୍, ପାଇଲୋରିକ୍। ପାକସ୍ଥଳୀର ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡ଼ିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ। ପାଇଲୋରିକ୍ ଷ୍ଟୋମାକ୍ର ଶେଷ ଭାଗରେ ଥିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ଫିଙ୍କ୍ଟର କୁହାଯାଏ। ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ ମଧ୍ୟକୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ। ପାକସ୍ଥଳୀର ଭିତର ଆଚ୍ଛାଦନର ଅନେକ ଗୁଡ଼ିଏ ପାକଗ୍ରନ୍ଥି ଗ୍ୟାଷ୍ଟ୍ରିକ୍ ଗ୍ଲାଣ୍ଡସ୍ ରହିଥାଏ। ପାକସ୍ଥଳୀର କାର୍ଯ୍ୟ। ପାକସ୍ଥଳୀର ଭିତର ଆଚ୍ଛାଦନରେ ଥିବା ପାଚକ ଗ୍ରନ୍ଥିକୁ ନିଃସୃତ ପାଚକ ରସରେ ପାଚକ ଏଞ୍ଜାଇମ୍ ଲବଣାମ୍ଳ HCl ଥାଏ। ଲବଣାମ୍ଳ ଏକ ଅମ୍ଳୀୟ ପରିବେଶ ସୃଷ୍ଟି କରେ ଯାହା ପାଚକ ଏଞ୍ଜାଇମ୍ ଗୁଡ଼ିକର କ୍ରିୟାଶୀଳତା ପାଇଁ ଆବଶ୍ୟକ ହୋଇଥାଏ। ଏହା ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ। ଏହା ମଧ୍ୟ ଖଣିଜ ଲବଣଗୁଡ଼ିକୁ ଦ୍ରବୀଭୂତ କରେ। ଲବଣାମ୍ଳ ପେପ୍ସିନୋଜେନ୍କୁ ପେପ୍ସିନ୍ରେ ପରିଣତ କରେ। ପେପ୍ସିନ୍ ପୁଷ୍ଟିସାରକୁ ଭାଙ୍ଗି ସରଳ ପ୍ରୋଟିଓଜ୍ ଓ ପେପ୍ଟୋନ୍ରେ ପରିଣତ କରେ। ପାକନଳୀ ସହ ଜଡ଼ିତ ଗ୍ରନ୍ଥିଗୁଡ଼ିକର ନାମ, କାର୍ଯ୍ୟ ଲେଖ। ପାକନଳୀ ସହ ଜଡ଼ିତ ଗ୍ରନ୍ଥିର ନାମ ହେଲା ଲାଳ ଗ୍ରନ୍ଥି। ଏହାର ଅବସ୍ଥାନ କେଉଁଠି? ପାଟି ଓ ମୁଖ ଗହ୍ୱରରେ। ସଂଖ୍ୟା ହେଉଛି 3 ଯୋଡ଼ା। ଏହାର କାର୍ଯ୍ୟ ହେଉଛି ଖାଦ୍ୟକୁ ପିଚ୍ଛଳ ଓ ମଣ୍ଡ ପରି କରିଥାଏ। ଟାୟାଲିନ୍ ମଣ୍ଡଦକୁ ମାଲ୍ଟୋଜରେ ପରିଣତ କରିଥାଏ। ପାକନଳୀ ଜଡ଼ିତ ଗ୍ରନ୍ଥିର ନାମ ପାକନଳୀ ଅନ୍ତ ଆଚ୍ଛାଦନ ଗ୍ରନ୍ଥି। ଏହାର ଅବସ୍ଥାନ ହେଉଛି ପାକସ୍ଥଳୀରେ। ସଂଖ୍ୟା ନାହିଁ। କାର୍ଯ୍ୟ ହେଉଛି ପେପ୍ସିନ୍ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓଜ୍ ଓ ପେପ୍ଟୋନ୍ରେ ପରିଣତ କରେ। ଲବଣାମ୍ଳ କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିଦିଏ। ଅଗ୍ନାଶୟ। ଏହାର ଅବସ୍ଥିତି ହେଉଛି ଗ୍ରହଣୀ ମଧ୍ୟରେ। ଏହା 1 ଯୋଡ଼ା। ଅଗ୍ନାଶୟ ରସରେ ବିଭିନ୍ନ ପ୍ରକାର ଏଞ୍ଜାଇମ୍ ଓ ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ ଜାତୀୟ କ୍ଷାର ଅମ୍ଳୀୟ ଖାଦ୍ୟକୁ କ୍ଷାରୀୟ କରେ। ଏଞ୍ଜାଇମ୍ ମାନଙ୍କ ଦ୍ୱାରା ଖାଦ୍ୟ ବିଘଟିତ ହୋଇ ସରଳ ଖାଦ୍ୟରେ ପରିଣତ ହୁଏ। ପିତ୍ତଗ୍ରନ୍ଥି। ଏହାର ଅବସ୍ଥାନ ହେଉଛି ଯକୃତ। ଏହା ଗୋଟିଏ। ପିତ୍ତରେ କୌଣସି ଏଞ୍ଜାଇମ୍ ନଥାଏ, ମାତ୍ର ଏହା ସ୍ନେହସାର ଜାତୀୟ ଖାଦ୍ୟର ଅଦ୍ରବୀକରଣ ବା ଇମୁଲଫିକେସନ୍ କରାଇଥାଏ। 7 ନମ୍ବର ପ୍ରଶ୍ନ ହେଲା ସଂକ୍ଷିପ୍ତ ଉତ୍ତର ଦିଅ। କରେ ହେଲା ସହଜୀବୀ ପୋଷଣ ବୁଝାଅ। ଉତ୍ତର କ'ଣ ଲେଖିବ? 2ଟି ଭିନ୍ନ ଜାତିର ଜୀବ ମଧ୍ୟରେ ପୋଷଣର ଆଦାନ ପ୍ରଦାନକୁ ସହଜୀବୀ ପୋଷଣ କୁହାଯାଏ। ଉଦାହରଣ, ଆମ ଅନ୍ତନଳୀରେ ସହଜୀବୀ ଭାବେ ରହୁଥିବା ଏସ୍ଚେରିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ ସିଆଲୋକୋବାଲମିନ୍ ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ। ତା ପରିବର୍ତ୍ତେ ଆମ ଅନ୍ତନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ। ଉଦାହରଣ 2 ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବିତାର ଅନ୍ୟ ଏକ ଉଦାହରଣ। ତାପରେ ଦେଖ ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି। ଆମର 4 ପ୍ରକାରର 32ଟି ଦାନ୍ତ ଅଛି। 4 ପ୍ରକାର ଦାନ୍ତ ହେଲା କର୍ତ୍ତନ ଦାନ୍ତ 8ଟି, ସାନ ଦାନ୍ତ 4ଟି, ଚର୍ବଣ ଦାନ୍ତ 8ଟି, ପେଷଣ ଦାନ୍ତ 12ଟି। ଏହିପରି ଭାବରେ 32ଟି ଦାନ୍ତ ରହିଥାଏ।
लवण आम्ल पेप्सिनोजेन को पेप्सिन में परिणत करे। पेप्सिन पुष्टिसार को भांगी सरल प्रोटीज और पेप्टोन में परिणत करे। पाकनळी सहित जड़ित ग्रंथिगुड़िकर नाम और कार्य लेख। पाकनळी सहित जड़ित ग्रंथि नाम हूँ लाल ग्रंथि, पाकस्थली अंत आच्छादन ग्रंथि, अग्नाश। तो लाल ग्रंथिर अवस्थान हूँ पाटी मख गहर। जीभ करेदेला जीभ केते प्रकार स्वाद बारिपारे जीभर अन्य कार्यगुड़िक कौन? उत्तर कौन लिखिब? जीभ पिता, खट्टा, मिठा, लुणिया, राग आदि स्वाद बारिपारे। जीभ खाद्य को दांत निकट को पहुँचाइबारे, खाद्य को गिळिबारे साहाय्य करे। तापर देखो पाकस्थली रे खाद्यर परिणति लेख। उत्तर कौन लिखिब? पाकस्थलीर भितर आच्छादन रे अनेक ग्रंथि अछि। एही ग्रंथिरु पाचक रस, लवणाम्ल, एसीएल निःसृत होइଥାଏ। पाचक रसरे थिबा पेप्सिन एंजाइम अम्लीय परिवेश रे पुष्टिसार जातीय खाद्य को सरल प्रोटीज और पेप्टोन में परिणत करिଥାଏ। लवणाम्ल खाद्य थिबा क्षतिकारक बैक्टेरिया आदि को मारी देइଥାଏ। तापर देखो मुहरे देला पाकस्थलीरु खाद्य मंड केउठाकु जाए। आ खाद्यर अवशोषण पर अवशिष्ट खाद्यर परिणति लेख। उत्तर कौन लिखिब? पाकस्थलीरु खाद्य मंड क्षुद्रांतर प्रथम अंश ग्रहणी मध्य को जाए। सेठारे स्नेहसार खाद्यर अद्रवीकरण होइଥାଏ। खाद्य द्रव्य सामान्य क्षारीय होइଥାଏ। आ खाद्यर अवशोषण पर अवशिष्ट खाद्य बृहतंत्र को जाए। सेठारे खाद्य मंडर थिबा बळका जल अजीर्ण खाद्यरु किछि अंश पुनः शोषित होइଥାଏ। तापरे सहजीवीय बैक्टेरिया द्वारा अजीर्ण खाद्य मल परिणत होइଥାଏ। मल मलाशय किछि समय रहिबा परे मल द्वार दे निष्कासित हुए। चौरेदेला आलोक प्रक्रिया बुझाओ। उत्तर कौन लिखिब? आलोक प्रक्रिया ପାଇଁ क्लोरोफिल जल और आलोक आवश्यक। क्लोरोफिल अणुगुड़िक दृश्यमान आलोक रश्मि विजिबल रेस को शोषण करी शक्ति प्रवाह जरिया एक क्लोरोफिल अणु को अधिक शक्ति संपन्न करी एथिरे उत्तेजना सृष्टि करिथांती। एही उत्तेजित क्लोरोफिल रु एक इलेक्ट्रॉन बाहरी थाइलाकॉइड झिल्ली रे प्रवाह करिबा द्वारा थाइलाकॉइड भीतर को उर्जान आयन प्रवाहित होइଥାଏ। परिशेष यह एक निम्न शक्ति संपन्न जारित निकोटिनामाइड आडेनिन डाइन्यूक्लियोटाइड फॉस्फेट नामक एक सहकारक पहुँची यह विजारित करिଥାଏ। तापर देखो आलोक श्लेषण रे आरयूबीपी रो भूमिका कौन? उत्तर कौन लिखिब? केल्विन चक्र आरयूबीपी रु आरंभ होई परिशेष सेहिठारे ही समाप्त होइଥାଏ। फलतः केवल अंगारकाम्ल एही प्रक्रिया द्वारा शर्करा परिणत होइଥାଏ। प्रत्येक आरयूबीपी अणु गोटे लेखाएं CO2 अणु ग्रहण करी परे विभाजित होइଥାଏ और दुईटी फॉस्फोरिक एसिड पीजीए प्रस्तुत करिଥାଏ। एहीपरि 6टी आरयूबीपी सहित 6टी CO2 मिसी रुबिस्क साहाय्य 12टी पीजीए रे परिणत होइथांती। एथि मध्यरु 2टी पीजीए गोटे ग्लूकोज अणु प्रस्तुत करिथांती। अवशिष्ट 10टी पीजीए रो पुनश्चक्रण घटी 6टी आरयूबीपी अणु जात होइଥାଏ। तापर देखो 8 नंबर प्रश्न है शून्य स्थान पूरण कर। करेदेला पाकस्थलीर उपर अंश को कार्डियाक स्टोमाक और तल अंश को कौन कह जाए? पाइलोरिक स्टोमाक कह जाए। करेला मलांग निर्मूली आदि केउं उद्भिद? आदि परजीवी उद्भिद। करेला लाल रे केउं नामक एंजाइम थाए? टायालिन नामक एंजाइम थाए। खाद्य और पवन को जे जहाँ बाटर चलन करने ग्रसनी रही अधिजीवा कह जाए। तापर देखो पित्त स्नेहसार जातीय खाद्य रे कौन होइଥାଏ? अद्रवीकरण होइଥାଏ। तापर देखो 9 नंबर प्रश्न है ठीक उत्तर बाछ। करेला आलोक श्लेषण रे आलोक प्रक्रिया पई निम्नोक्त केउं उपादान आवश्यकता न थाए? अंगारकाम्लर आवश्यकता न थाए। करेला अंधकार प्रक्रिया रे गोटे ग्लूकोज प्रस्तुत करबा पई केतोटी CO2 आवश्यकता पड़ी थाए? 6टी CO2। करेदेला थाइलाकॉइड झिल्ली रे प्रवाहित हेउथबा इलेक्ट्रॉन परिशेष रे केउंठारे पहुँची थाए? NADP+ रे पहुँची थाए। घरेला आलोक श्लेषण को आलोक प्रक्रिया अंधकार प्रक्रिया भावे किए प्रथमे विभक्त करथिले? ब्लैकमैन विभक्त करथिले। हुआरेला मरु उद्भिद माने केउं समय वायुमंडल रु CO2 को ग्रहण करिथांती? राति समय। तो यह थिला तमरो 10म श्रेणी विज्ञान बहिर प्रथम अध्याय पोषण न्यूट्रिशन। यही विषय आज आम अभ्यास प्रश्न उत्तर आलोचना कले। यार परवर्ती वीडियो रे अन्य एक विषय प्रश्न उत्तर आलोचना करिबा।